Civilization belongs to Bronze Age. Indus Valley civilization form part of protohistoric of India. Form part of protohistoric. Indus Valley civilization flourished during 2500 ଏବେ 3300 କହୁଛନ୍ତି 1750 ନା କେତେ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ଫ୍ଲୋରିଶ ହେଇଥିଲା। ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ଫର୍ମସ୍ ତିଆରି ହେଇଥିଲା ପାର୍ଟ ଅଫ୍ ପ୍ରୋଟୋହିଷ୍ଟୋରିକ୍। ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ଫ୍ଲୋରିଶ ହେଇଥିଲା ଇଣ୍ଡସ୍ ଆଲଙ୍ଗ ଦ ରିଭର ଇଣ୍ଡସ୍ ନଦୀ କୂଳରେ। ଦ ମୋଷ୍ଟ ସିଗ୍ନିଫିକାଣ୍ଟ ଫିଚର ଅଫ୍ ଦ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ହେଉଛି ଟାଉନ୍ ପ୍ଲାନିଂ। ଟାଉନ୍ ପ୍ଲାନିଂ ଥିଲା ମୋଷ୍ଟ ସିଗ୍ନିଫିକାଣ୍ଟ ଫିଚର ଅଫ୍ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍। Which soil was used to make brick? Indus civilization ହେଉଛି alluvial soil ହବ make brick ତିଆରି କରିବା ପାଇଁ। The most significant feature of Indus civilization ହେଉଛି town planning ଥିଲା। Significant feature Indus Valley civilization flourish along the river flourish କରିଥିଲେ। Which soil was used to make brick in Indus Valley civilization ହେଉଛି alluvial soil ଇଟା କରିଥିଲେ। most significant feature of Indus civilization ହେଉଛି significant feature ମାନେ ପ୍ରକୃତି ଟାଉନ୍ ପ୍ଲାନିଂ ଥିଲା। ପିପୁଲ ଅଫ୍ ଭ୍ୟାଲି ସିଭିଲାଇଜେସନ୍ ବିଲ୍ଡ ହାଉସ୍ କରିଥିଲେ ପକ୍କା ବ୍ରିକ୍ସ କରିଥିଲେ ପକ୍କା ଇଟାରେ ପକ୍କା ବ୍ରିକ୍ସ। ପିପୁଲ ଅଫ୍ ସିଭିଲାଇଜେସନ୍ ୟୁଜ୍ ବିଲ୍ଡ ଦେୟାର ହାଉସ୍ ପକ୍କା ପୋଡ଼ା ଇଟା ପକ୍କା। ସିଭିଲାଇଜେସନ୍ ନନ୍ ଆରିଆନ୍ ବିକଜ ଥିଲା